ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଏବଂ ତାଳନାଗୀ ପଞ୍ଚାୟତ ଅଧିକାରୀ ଦେବାନନ୍ଦ ସାଗର ସେ ସରକାରୀ ଅର୍ଥ ତଥା 3,26,00,000 ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସମସ୍ତ ଟଙ୍କା ଏକ ଆପ୍ ମାଧ୍ୟମରେ କ୍ରିକେଟ ବ୍ୟାଟିଂ ଖେଳିଥିବା ସୂଚନା। ଜଗତସିଂହପୁର ବାଲୁକୁଦା ଥାନା ଜନତା କୋଠି ନିକଟ ବହି ଗୋଦାମରେ ଅଗ୍ନିକାଣ୍ଡ। ଏଥିରେ ଲକ୍ଷାଧିକ ଟଙ୍କାର ବହି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡରେ 3 ଜଣ ଗୁରୁତର ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ହରିୟାଣାର ଝାଂଝର ବାହାଦୁରଗଡ଼ ସହରରେ ଭୟଙ୍କର ବିସ୍ଫୋରଣରେ ଗୋଟିଏ ପରିବାରର 4 ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି। ସେପଟେ ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ମେକ୍ସିକୋର ଏକ ପାର୍କରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼। ଏହି ଗୁଳିମାଡ଼ରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15ରୁ ଅଧିକ ଲୋକ ଗୁରୁତର ହୋଇ ଲାସ୍ କରୁସ୍ର 3ଟି ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ସେପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। Preview. Audio Jungle. Audio Jungle. Preview. ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜା ବାହାଲ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଝିଅ ବାପାର ଟାଙ୍ଗିଆ ଚୋଟରେ ପୁଅର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ କିସିଣ୍ଡା ଥାନା ପୋଲିସ ହତ୍ୟାକାରୀ ସମୁଦୀକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆରପିଏଫର ଜଣେ ସବ୍ ଇନ୍ସପେକ୍ଟର ସୁନୀଲ କୁମାର ମଣ୍ଡଳ ଶହୀଦ ହୋଇଥିବା ବେଳେ ଯବାନ ପ୍ରାର୍ଥୀ ପ୍ରତିମ ଦେ ଗୁରୁତର ଆହତ ହୋଇଛନ୍ତି। ସରଣ୍ଡା ଜଙ୍ଗଲର ମାରାଙ୍ଗ ପୋଙ୍ଗାଠାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ହଠାତ୍ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଗଞ୍ଜାମ ଜିଲ୍ଲା ସୋରଡା ଥାନା ଗାଜଲବାଡି ଗ୍ରାମ ନିକଟ କେଟାମଣି ପାହାଡ ତଳୁ ଏକ ନରକଙ୍କାଳ ଖପୁରୀ ଠାବ ହୋଇଛି। ଏଥିସହ ଘଟଣାସ୍ଥଳରୁ 2ଟି ଦରପୋଡା ମୋବାଇଲ, ଜିନ୍ ପ୍ୟାଣ୍ଟ, ସାର୍ଟ, ଚୁଡିଦାର ଓ ଗୋଟିଏ ଛୁରୀ ମିଳିଥିବା ବେଳେ କଙ୍କାଳଟି ଜଣେ ଯୁବତୀଙ୍କ ବୋଲି ସୂଚନା। Preview. Preview. Audio Jungle. Audio Jungle. Preview. କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ପୁଲିସର ସ୍ଥାନୀୟ ବୋବରିଆ ଛକ ସ୍ଥିତ ଅନାରକଲି ଢାବାରେ ଚଢଉ ବେଳେ ଅନାରକଲି ଢାବାରୁ 105 ଲିଟର ବିୟର ଓ 11 ଲିଟର ବକାଡି ବ୍ଲାକ୍ ଓ ଆରଏସ୍ ମଦ ଜବତ ସହ ଢାବାରେ କାର୍ଯ୍ୟରତ ଜଗବନ୍ଧୁ ରାୟତ ଗିରଫ। କିନ୍ତୁ ଘଟଣାସ୍ଥଳରୁ ଢାବା ମାଲିକ ଫେରାର ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରିଶ ଟଣ୍ଡନ ଆସନ୍ତା ବୁଧବାର ଦିନ ଶପଥ ଗ୍ରହଣ କରିବେ ଏବଂ ହାଇକୋର୍ଟ ପରିସରରେ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜଷ୍ଟିସ ଟଣ୍ଡନଙ୍କୁ ଶପଥ ପାଠ କରାଇବେ ବୋଲି ସୂଚନା ମିଳିଛି। ଏବଂ ବୌଦ୍ଧ ନୟାଗଡ଼ ସୀମାନ୍ତ ଗଣ୍ଡାପାଜୁ ଗ୍ରାମ ନିକଟ ଷଣ୍ଡ ପଥର ଗ୍ରାମରେ ମହାବଳ ବାଘ ଦେଖିବାକୁ ମିଳିଛି। ସ୍ଥାନୀୟ ଗ୍ରାମ ନିକଟରେ ଏକ ଅଟୋ ସାମ୍ନାରେ ବାଘଟିଏ ଅତିକ୍ରମ କରିବା ପରେ ଭୟରେ ଅଟୋଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ ଏବଂ ବାଘ ଥିବା ଜାଣିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।